ଗୀତ ସଂହିତା 1 ଅଧ୍ୟାୟ 1ରୁ 150 ପର୍ଯ୍ୟନ୍ତ ଅଛି। ଗୀତ ସଂହିତା 1 ସଫଳତାର ପଥ 1ରୁ 6 ପର୍ଯ୍ୟନ୍ତ ଆମେ ପାଠ କରିବା। ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସୁସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏହିପରି ବୃକ୍ଷ ସଦୃଶ୍ୟ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ଦୁଷ୍ଟମାନେ ସେହି ପ୍ରକାର ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷତୁଲ୍ୟ ଅଟନ୍ତି। ଏ ହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି, ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ। ଏ ଗୀତ ସଂହିତା ପ୍ରତି ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଗଡ୍ ବ୍ଲେସ୍ ୟୁ।